ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। अहं सर्वस्य प्रभुः मत्त सर्वं प्रवर्तते इति मत्वा भजन्ते मां बुधा भाव समन्विताः। समग्र विश्वर आत्मीय बंधुगण को विनम्र प्रणाम निवेदन करुछि। आज होउछि ब्रह्मांड कर्तांकर स्नान दिवस। मंगलवार तारीख 14/6/2022 विश्व ब्रह्मांड कर्तांकर स्नान दिवस। यूनिवर्सल क्रिएटर्स बैथिंग डे। यूनिवर्सल क्रिएटर्स बैथिंग डे। एई विश्व ब्रह्मांड कर्तांकर स्नान दिवस रे ये विश्ववासी को दुई प्रकार स्नान शौच हेबाकु हुए। भौतिक स्तर रे स्नान शौच, शारीरिक स्तर रे स्नान शौच हेबाकु हुए एवं आत्मीय स्तर रे स्नान शौच हेबाकु हुए। आज विश्व स्रष्टांकर स्नान शौच सहित विश्ववासींकर शरीरर मध्य बाह्य दृष्टि रोग व्याधि मैला ये सब धोई ही जाए। स्नान द्वारा शारीरिक स्तर रे धोई ही जाए। आउ आत्मिक स्तर रे जो मैला अच्छी आत्मिक स्तर रे 6 प्रकार मैला थाए। कौन? काम, क्रोध, लोभ, मोह, मद, मात्सर्य। 6 प्रकार मैला। आम एते ज्ञानी एते आज एडवांस कर विज्ञान रे से 6 प्रकार मैला को आम ना माइक्रोस्कोप रे देखी पारुछे, ना टेलीस्कोप रे देखी पारुछे, ना यांत्रिक मेसीन रे देखी पारुछे, किछि देखी पारना आज्ञा। ये 6 प्रकार ये आत्मीय मैला देखी पारनी। शारीरिक रोग व्याधि दृष्टि को मैला कह। आज जो परिस्थिति से दृष्टि से माने होउछिंदी सबुठु बड़ शत्रु, आत्मीय शत्रु। तेणु आज यूनिवर्सल क्रिएटर्स बैथिंग डे रे आमे जदि बैथिंग करिबा ताहले आम शरीर यही बाह्य शारीरिक मैला आवर्जना रोग व्याधि धोई जीवा सहित आत्मीय मैला धोई ही चलिब। कौन? काम, क्रोध, लोभ, मोह, मद, मात्सर्य। बंधुगण तेबे आसंतु आज यही विषय रे किछि जीवा। 6 प्रकार मैला शारीरिक दृष्टि मैला कहउछि, आत्मिक दृष्टि आत्मीय परम शत्रु, षड़ शत्रु, 6 प्रकार शत्रु। धर्म क्षेत्रे कुरुक्षेत्रे समवेता जुजुत्सवः मामकाः पांडवाश्चैव किम कुर्वत् संजय। धर्म क्षेत्रे कुरुक्षेत्रे समवेता जुजुत्सवः मामकाः पांडवाश्चैव किम कुर्वत् संजय। यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि जुगे जुगे। तृतीय विश्वयुद्ध सरू सरू जेतिकी रहिथिबे मरु मरु निकमा होइबे रुगुणा होइबे अंतिम को किछि विहन होइबे। तृतीय विश्वयुद्ध सरू सरू जेतिकी रहिथिबे मरु मरु
ନିକମା ହୋଇବେ ରୁଗୁଣା ହୋଇବେ, ଅନ୍ତିମକୁ କିଛି ବିହନ ହୋଇବେ। ବନ୍ଧୁଗଣ, ଏବେ ଆସନ୍ତୁ ସମ୍ୟକ ଆଲୋଚନା। ଶ୍ରୀମଦ୍ ଭାଗବତ ଗୀତା ବିଶ୍ୱର ଅନେକ ମହାଗ୍ରନ୍ଥ ମଧ୍ୟରୁ ଏ ହେଉଛନ୍ତି ଆଧ୍ୟାତ୍ମିକ ବିଜ୍ଞାନ ମହାଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତା। ଏଥିରେ ବିଜ୍ଞାନ ଅଛି, ଜ୍ଞାନ ଅଛି, ଦର୍ଶନ ଅଛି, ସାହିତ୍ୟ ଅଛି ଏବଂ ଅଳ୍ପ କିଛି ଭକ୍ତି ରସ ଅଛି। ବିଶେଷ କରି ଏହା କର୍ମ ଓ ଜ୍ଞାନ ପ୍ରାଧାନ୍ୟ ମହାଗ୍ରନ୍ଥ। ଏ ସାଧାରଣ କଥା ନୁହେଁ ଆଜ୍ଞା। ଆମେ ଆଜି ଏତେ ଅନ୍ଧ ହେଉଛୁ ଯେ କେଉଁଥିରେ କ'ଣ ସାରାଂଶ ଅଛି ତାହାକୁ ଆମେ ଗ୍ରହଣ କରିବା ପାଇଁ ନାଚାର କେବଳ ହେୟ ଜ୍ଞାନ। ମୁଁ ଯାହା ଜାଣେ ମୋ ପାଖେ, ମୁଁ ଯେଉଁ ବିଷୟରେ ଜାଣେ ସେଇଟା ହିଁ ମହାନ, ଅନ୍ୟ ଗୁଡ଼ାକର ହେୟ କିଛି ନୁହେଁ। ଏ ହେଉଛି ଆମର ସଂକୀର୍ଣ୍ଣତା, ଏ ହେଉଛୁ ଈର୍ଷାପଣ, ଏ ହେଉଛୁ ହୀନମନ୍ୟତା। ତେଣୁ ଆଜି ଆମ ବିଶ୍ୱରେ ବିଷମତା ଦେଖାଯାଉଛି। ଯେତେବେଳେ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବ ମାମକଃ ପାଣ୍ଡବାଶ୍ଚୈବ କିମ କୁର୍ବତ୍ ସଞ୍ଜୟ। ଆଜିକୁ ପ୍ରାୟ 3000 ବର୍ଷ ତଳେ କୁରୁକ୍ଷେତ୍ରରେ ଏକ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ସେଥିରେ ଗୋଟେ ଥିଲା, ଦେଖନ୍ତୁ ଏଥିରେ ଗୋଟେ ଜିନିଷ ଦେଖନ୍ତୁ, ମୋର ପୁତ୍ର ଏବଂ ପାଣ୍ଡୁର ପୁତ୍ର। କି ହୀନମନ୍ୟତା, କି ସଂକୀର୍ଣ୍ଣତା! ମୋର ପୁଅ ମାନେ ଏବଂ ପାଣ୍ଡୁର ପୁଅ। ତେଣୁ ଆମେ ଯୁଦ୍ଧ ହେବା ଅର୍ଥ ଆମେ ଦୈତ୍ୟବାଦରେ ରହୁ। ଦୈତ୍ୟବାଦ ମଧ୍ୟ ଯୁଦ୍ଧର ଗୋଟିଏ କାରଣ। ଏଟା ହେଉଛି 1 ନମ୍ବର ବିଜୟ କାରଣ ଦୈତ୍ୟବାଦ। ଅଦୈତ୍ୟବାଦ ହେଲେ କିଛି ହେବ ଭାଇ। ଆପଣ ଆମେରିକାର, ଆପଣ ରୁଷିଆର, ଆପଣ ଚୀନର, ଆପଣ ଭାରତ, ଏ ଭାଇ ସବୁ ତ ଏଇଠି এই ପୃଥିବୀରେ। ଆମେ କେଉଁ ଅନ୍ୟାନ୍ୟ ଗ୍ରହର? ଏ ଭାରତୀୟ ଲୋକ ରୁଷିଆରେ ଅଛନ୍ତି, ରୁଷିଆର ଲୋକ ଆମେରିକାରେ ଅଛନ୍ତି, ନାଟୋରେ ଅଛନ୍ତି, ନାଟୋ ଲୋକ ଚୀନରେ ଅଛନ୍ତି, ଚାଲିଛି। କିନ୍ତୁ ଏହା ଭିତରେ ଗୋଟିଏ ବଡ଼ ଶତ୍ରୁ କିଛି ଅଛି। ବାସ୍ତବରେ ରୁଷିଆର ଶତ୍ରୁ ନାଟୋ ନୁହେଁ, ନାଟୋର ଶତ୍ରୁ ରୁଷିଆ ନୁହେଁ କି ଆମେରିକାର ଶତ୍ରୁ ଚୀନ ନୁହେଁ କି ଭାରତ ଶତ୍ରୁ, ଭାରତର ଶତ୍ରୁ ଚୀନ ନୁହେଁ କି ଚୀନର ଶତ୍ରୁ ତାଇୱାନ ନୁହେଁ, ଭାରତ ନୁହେଁ। ଅସଲ ଶତ୍ରୁ ଆତ୍ମୀୟ ଶତ୍ରୁ। କିନ୍ତୁ ଆଜି ଯେତେ ଜଡ଼ ବିଜ୍ଞାନରେ, ଯେତେ ବି ଟେଲିସ୍କୋପ, ମାଇକ୍ରୋସ୍କୋପ, ଟେଲିଭିଜନ, ଯେତେ ଯନ୍ତ୍ର ବାହାରି ଥାଉ ନା କାହିଁକି, ସେ ଯନ୍ତ୍ର ଦ୍ୱାରା, ସେ ଜଡ଼ ବିଜ୍ଞାନ ଦ୍ୱାରା ସେ ଶତ୍ରୁମାନଙ୍କୁ ଧରି ହେବ ନାହିଁ। ଏ ମାଇକ୍ରୋସ୍କୋପରେ କ'ଣ ଉପଗ୍ରହ ଜରିଆରେ ଆମେ ବିଭିନ୍ନ ଦେଶରେ ଶତ୍ରୁମାନଙ୍କର, ବାହ୍ୟ ଶତ୍ରୁମାନଙ୍କର ଉପସ୍ଥିତି ଧରିପାରିବା, ଦେଖିପାରିବା, କିନ୍ତୁ ଭିତର ଶତ୍ରୁମାନଙ୍କୁ ଧରି ହେବ ନାହିଁ। କିନ୍ତୁ ବନ୍ଧୁଗଣ, ଆସନ୍ତୁ ସେ ଭିତର ଶତ୍ରୁମାନଙ୍କୁ ଆଜି ବ୍ରହ୍ମାଣ୍ଡକର୍ତ୍ତାଙ୍କର ସ୍ନାନ ଦିବସରେ ସେ ଶତ୍ରୁମାନଙ୍କୁ ଅବଲୋକନ କରିକି ସେମାନଙ୍କୁ ସ୍ନାନ ଶୌଚ ମାଧ୍ୟମରେ ସେ ଶରୀରରୁ ପରିଷ୍କାର କରିଦେବା। ପରିଷ୍କାର କରିଦେବା। ଶତ୍ରୁ ନଥିଲେ ଯୁଦ୍ଧ ନାହିଁ, ଶତ୍ରୁ ରହିଲେ ଯୁଦ୍ଧ ହୋଇଥାଏ। ଶତ୍ରୁ ଯଦି ନାହିଁ ଯୁଦ୍ଧ କାହିଁ ପାଇଁ? ଆଉ ଶତ୍ରୁ ଯଦି ଅଛି ତାହେଲେ ଯୁଦ୍ଧ ଶିରୋଧାର୍ଯ୍ୟ, ଯୁଦ୍ଧ ହେବ ହିଁ ହେବ। କାରଣ ଶତ୍ରୁକୁ ତ ନିପାତ କରିବାକୁ ହେବ ନା। ତାହେଲେ ଏ ଶତ୍ରୁ କେତେ ପ୍ରକାର? ଏ ଶତ୍ରୁ ହେଉଛନ୍ତି 2 ପ୍ରକାର, ଆତ୍ମୀୟ ଶତ୍ରୁ ଏବଂ ବାହ୍ୟ ଶତ୍ରୁ। କିନ୍ତୁ ଆତ୍ମୀୟ ଶତ୍ରୁ ହିଁ ପ୍ରଥମ ଶତ୍ରୁ। ଆତ୍ମୀୟ ଶତ୍ରୁ ନଥିଲେ ବାହ୍ୟ ଶତ୍ରୁ ନାହିଁ। କିନ୍ତୁ ଆମେ ମୂଢ଼ ନିର୍ବୋଧ, ଏତେ ଧନୀ ମାନି ଜ୍ଞାନୀ ହେଇଗଲେ ଯେ ତାର ବିପରୀତରେ ତାର ପରିଣାମ ଆମେ ମୂଢ଼ ଏବଂ ନିର୍ବୋଧ ହେଇଗଲେ ଆତ୍ମୀୟ ଶତ୍ରୁକୁ ଖୋଜି ପାରିଲୁ ନାହିଁ, ଯଦ୍ୱାରା ତାର ରିଏକ୍ସନ୍ ବା ପ୍ରତିଫଳରେ ବାହ୍ୟ ଶତ୍ରୁ ତିଆରି ହେଉଛି। ତେବେ ଆତ୍ମୀୟ ଶତ୍ରୁକୁ ଆଜି ଆମେ ଚିହ୍ନିବା। ଏ ଆତ୍ମୀୟ ଶତ୍ରୁମାନେ ହେଲେ 6 ପ୍ରକାର: କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ। କ'ଣ କହିଲେ ଆଜ୍ଞା?
কাম ক্রোধ লোভ মোহ মদ মাৎসর্য আমি দেখিপারছু আমি বাহারକୁ অঙ্গুଳି ନିର୍ଦ୍ଦେଶ କରି କିନ୍ତୁ ଏଗୁଡ଼ାକ ମଧ୍ୟ ଆମକୁ ନିର୍ଦ୍ଦେଶ କରୁଛି ବାବୁରେ ନିଜକୁ ନିରୀକ୍ଷଣ କର କିନ୍ତୁ ଆମେ ନିଜକୁ ନିରୀକ୍ଷଣ କରେନି ଆମ ଭିତରେ ଏଇ ଆତ୍ମା ସହିତ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଯୋଡ଼ି ରହିଛି ତେଣୁ ବାହ୍ୟ ଜଗତରେ ତାର ପ୍ରତିଫଳନ ସ୍ୱରୂପ ଶତ୍ରୁ ଦେଖାଯାଏ ବନ୍ଧୁଗଣ ତେବେ ଛଅ ଶତ୍ରୁ ମଧ୍ୟରୁ ଆଜି ଯେଉଁ ଧର୍ମାନ୍ଧ ଓ ଜ୍ଞାନାନ୍ଧରୁ ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ହେଉଛି ଆଜ୍ଞା ଚାଲିଛି ଏ ତୃତୀୟ ବିଶ୍ୱଯୁଦ୍ଧରେ ମୁଖ୍ୟତଃ ଚାରୋଟି ଶତ୍ରୁ କାମ କରିବେ ଚାରୋଟି ଶତ୍ରୁ କାମ କରୁଛନ୍ତି ଚାରୋଟି ଆତ୍ମୀୟ ଶତ୍ରୁ କାମ କରୁଛନ୍ତି କ'ଣ ଲୋଭ ମୋହ ଗର୍ବ ଏବଂ ଅହଙ୍କାର ବିଚାର କରି ଦେଖନ୍ତୁ ସମସ୍ତେ ଲୋଭ କ'ଣ ନା ମୋର ଏତିକି କ୍ଷେତ୍ରାଞ୍ଚଳ ଅଛି ଆହୁରି ଅନେକ କ୍ଷେତ୍ରକୁ କେମିତି ଅକ୍ତିଆର କରିବି ଆୟତ୍ତ କରିବି ଏ ହେଉଛି ଲୋଭ ଲୋଭ କାହା କୁହାଯାଏ ସୀମିତ ଲୋଭରୁ ଅତିକ୍ରମ କରିକି ସୀମିତ ଆଶାରୁ ଅତିକ୍ରମ କରିକି ଅସୀମ ଆଶା ସୃଷ୍ଟି ହେଲେ ଲୋଭ ଯଦି ଗୋଟିଏ ରାଷ୍ଟ୍ରରେ ଏତିକି ଅଞ୍ଚଳ ଅଛି এটা স্বীকৃতি প্রাপ্ত জাতিসংঘ দ্বারা স্বীকৃতি প্রাপ্ত অথচ না আমি সেই সেতিকিরে সন্তুষ্ট হবু ନାହିଁ আহুরি আহুরি হেউছ লোভ আজ্ঞা লোভটা ହିଁ ତ ନିଜର ବଡ଼ ଶତ୍ରୁ ଗୋଟେ ଦେଶୀୟ ଲୋଭ କୁହାଯାଇପାରେ ସାରି ନିଜର ଲୋଭ କୁହା ଦେଶୀୟ ବୋଇଲେ ଯଦି ରାଷ୍ଟ୍ରବାସୀ ଚାହିଁବେ ଆମର ଆହୁରି ଦରକାର ସେଟା ଦେଶୀୟ ଲୋଭ ଆଉ ଜଣେ ନେତୃସ୍ଥାନୀୟ ରାଷ୍ଟ୍ରର ମହାନାୟକ ଯଦି ଚାହିଁବେ ତାହେଲେ ସେ ମହାଲୋଭ ତେଣୁ ଶତ୍ରୁ ବାହ୍ୟ ଶତ୍ରୁ କେହି ନଥାନ୍ତି ଆଜ୍ଞା ଏ ଖଳନାୟକ ମହାନାୟକ ଦୁଷ୍ଟ ନାୟକ ଗୁଡ଼ାକ ହିଁ ଧ୍ୱଂସ ମୁଖକୁ ନେଇଯାଆନ୍ତି ବର୍ତ୍ତମାନ ସମୟ ଆସିଛି ସତ୍ ନାୟକ ହେବା ଦରକାର ଯେ ବିଶ୍ୱର ହିତ ଚାହିଁ ଏ ସଂକୀର୍ଣ୍ଣମାନ ଦୁଷ୍ଟ ନିଜର ହିତ ଚାହାନ୍ତି ନିଜର କେବଳ ଅହଂଟାକୁ ବିଶ୍ୱ ଦୁନିଆକୁ ଦେଖିବା ପାଇଁ ବିଶ୍ୱ ବରଂ ଧୂଳିସାତ ହେଇଯାଉ ମୋର ଅହଂ ଥାଉ ମୋର ସ୍ୱାଭିମାନ ଥାଉ ଲୋଭ ସ୍ୱାଭିମାନ ଏବଂ ଗର୍ବ ঈর্ষা ଏ ଚାରୋଟି ଯଦି ଆମେ ଆଜି ବିଶ୍ୱଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଦେଖୁଛେ ସେଟା ଭଲ କି ଦେଖନ୍ତୁ ପୁଟିନ ମହାଶୟଙ୍କ ହୃଦୟ ଭିତରେ ଆଜ୍ଞା ଚାରିଟା ମହାରାକ୍ଷସ ଲଢ଼େଇ କରୁଛନ୍ତି ପୁଟିନ ମହାଶୟଙ୍କ ହୃଦୟରେ ଚାରିଟା ଲୋଭ ସ୍ୱାଭିମାନ ଏବଂ ঈর্ষা ଲୋଭ ମୋହ ସ୍ୱାଭିମାନ ঈর্ষା ସ୍ୱାଭିମାନ ରୂପୀ ଶତ୍ରୁ ସବୁବେଳେ କେଞ୍ଚ ମାରୁଛି ପୁଟିନ ମହାଶୟଙ୍କ ବାପରେ ଯଦି ତୁମେ ଏ ଯୁଦ୍ଧରୁ ପଛଘୁଞ୍ଚା ଦେବ ସ୍ୱାଭିମାନ ଧୂଳିସାତ ହେଲା ତୁମକୁ ବିଶ୍ୱବାସୀ ଦୂରର କଥା ରୁଷିଆବାସୀ ବି ବାସି ପାଣିରେ ପଚାରିବେ ନା ଶତ୍ରୁଟା ବୁଝିପାରିଲେ ତ ଅସଲ ଶତ୍ରୁ ଲୋଭ ତ ରହିବ କାରଣ ଆଗରୁ ସୋଭିଏତ ସଂଘ ଥିଲା ଆଜି ଭାଙ୍ଗି ଯାଇଛି ସେ ପୂର୍ବ ଲୋଭଟା ଟିକେ ଜାଗୃତ ହଉ ଲୋଭ ହେଲା ସ୍ୱାଭିମାନ ହେଉଛୁ ଧୂଳିସାତ ହେବ ଲଜ୍ଜିତ ହେବାକୁ ହେବ ବିଶ୍ୱରେ ପତନମୁଖୀ ହେବା ଏ ହେଉଛି ସ୍ୱାଭିମାନ ଶତ୍ରୁ ଚେଙ୍କ ମାରିଛି ଅନବରତ ପୁଟିନ ମହାଶୟଙ୍କ ହୃଦୟରେ ବର୍ତ୍ତମାନ ଯୁଦ୍ଧ କରୁଛି ସ୍ୱାଭିମାନ ଆମେ ବାହାରେ ଦେଖୁଛେ ପୁଟିନ ମହାଶୟଙ୍କ ନିର୍ଦ୍ଦେଶରେ କେଉଁଠି ଯୁଦ୍ଧ ଚାଲିଛି ୟୁକ୍ରେନରେ ଏଇଟା ବାହ୍ୟ ଆଖି ଆଜ୍ଞା ଭୌତିକ କଥାଟା ଆତ୍ମୀୟ କଥା ଚିନ୍ତା କରନ୍ତୁ ପୁଟିନ ମହାଶୟଙ୍କ ହୃଦୟରେ ସ୍ୱାଭିମାନ ଲୋଭ ଅହଂ ଏବଂ ঈর্ষা ସଦାବେଳେ ବର୍ତ୍ତମାନ ଲଢ଼େଇ କରୁଛନ୍ତି ପୁଟିନ ମହାଶୟଙ୍କ ଆତ୍ମା ସହିତ ବନ୍ଧୁଗଣ ତେଣୁ ଆଜି ଆମକୁ ଯଦି ଏଇ ଚାରି ପ୍ରକାର ଶତ୍ରୁ ପୁଟିନ ମହାଶୟଙ୍କ ହୃଦୟରୁ ଚାଲିଯାଏ ସି ଜିନପିଙ୍ଗ ମହାଶୟଙ୍କ ହୃଦୟରୁ ଚାଲିଯାଏ
ଆଉ ବାଇଡେନ୍ ମହାଶୟଙ୍କ ହୃଦୟରୁ ଚାଲିଯାଏ ଏ ଚାରି ଶତ୍ରୁ। କାଲି କାଲି ଏ ତୃତୀୟ ବିଶ୍ୱଯୁଦ୍ଧ ଉପରେ ପ୍ରବଳ ବୃଷ୍ଟିପାତ ହେବ। ସେ ଯୁଦ୍ଧ ରୂପୀ ଅଗ୍ନି ନିର୍ବାପିତ ହେଇଯିବ। କିନ୍ତୁ ଆମେ ଦେଖିପାରୁନାହିଁ ସେଇ ପରମ ଚାରି ପ୍ରକାର ଶତ୍ରୁ ଲୋଭ, ମୋହ, ସ୍ୱାଭିମାନ ଏବଂ ଇଚ୍ଛା। ତେଣୁ ନଚେତ୍ ଏ ଯଦି ଚାରି ଶତ୍ରୁ ଦମିତ ନ ହେବେ ତାହେଲେ ପରିଣାମ କ'ଣ ହେବ? ତୃତୀୟ ବିଶ୍ୱଯୁଦ୍ଧ ସରୁ ସରୁ ଯେତିକି ରହିବେ ମରୁ ମରୁ। ତୃତୀୟ ବିଶ୍ୱଯୁଦ୍ଧ ସରୁ ସରୁ ଯେତିକି ରହିବେ ମରୁ ମରୁ। ନିକମା ହୋଇବେ, ରୁଗୁଣା ହୋଇବେ, ଅନ୍ତିମକୁ କିଛି ବିହନ ହୋଇବେ। ଏ ହେଉଛୁ ତୃତୀୟ ବିଶ୍ୱଯୁଦ୍ଧର ଅନ୍ତିମ ପରିଣାମ। ତୃତୀୟ ବିଶ୍ୱଯୁଦ୍ଧ ସରୁ ସରୁ ଯେତିକି ରହିଥିବେ ମରୁ ମରୁ। ନିକମା ହୋଇବେ, ରୁଗୁଣା ହୋଇବେ, ଅନ୍ତିମକୁ କିଛି ବିହନ ହୋଇବେ। ଏତିକି ଆଜ୍ଞା ଆଜି। ତେଣୁ ଏହି ସ୍ନାନ ଶୌଚ ହେବା ସହିତ ବ୍ରହ୍ମାଣ୍ଡ କର୍ତ୍ତାଙ୍କର ସ୍ନାନ ଦିବସରେ ଆମେ ସମଗ୍ର ବିଶ୍ୱବାସୀ ଶାରୀରିକ ସ୍ନାନ କରିବା ଏବଂ ମାନସିକ ସ୍ନାନ କରିକି ଶରୀର ଶୁଦ୍ଧ କରିବା, ବିଶୁଦ୍ଧ କରିବା ଏବଂ ଆତ୍ମାର ମଧ୍ୟ ଶୁଦ୍ଧ କରିବା। ଏ ସମୟ ଆସିଛି। ହେ ବନ୍ଧୁଗଣ, ଧର୍ମାନ୍ଧରୁ ବିଶ୍ୱଯୁଦ୍ଧ ଏବଂ ଜ୍ଞାନାନ୍ଧରୁ ବିଶ୍ୱଯୁଦ୍ଧ ହୁଏ। ଏହାର ବିଶ୍ୱଯୁଦ୍ଧ ହେବାର ମାତ୍ର ଦୁଇ ପ୍ରକାର ମୁଖ୍ୟ କାରଣ ଥାଏ। ସେ ପ୍ରଥମ ବିଶ୍ୱଯୁଦ୍ଧ କୁହନ୍ତୁ, ଦ୍ୱିତୀୟ ବିଶ୍ୱଯୁଦ୍ଧ କୁହନ୍ତୁ। ଏମାନଙ୍କ ମଧ୍ୟରୁ କିଛି ଯେଉଁଟା ଆମେ ଜାତୀୟବାଦୀ କହୁଛେ, ଜାତୀୟବାଦୀଟା କୁହନ୍ତି ଆଜ୍ଞା ଆତ୍ମୀୟ ସ୍ୱାଭିମାନ। ଆତ୍ମୀୟ ବଡ଼ ଶତ୍ରୁ ସ୍ୱାଭିମାନଟା। ହେ ବନ୍ଧୁଗଣ, ଏ ବିଶ୍ୱକୁ ବ୍ରହ୍ମାଣ୍ଡ କର୍ତ୍ତା ୟୁନିଭର୍ସାଲ କ୍ରିଏଟରଙ୍କର ନିର୍ଦ୍ଦେଶରେ ବାରମ୍ବାର ଏ ବିଶ୍ୱକୁ ପୃଥିବୀକୁ ପରମ ପ୍ରତିନିଧିମାନେ ଆସିଥାନ୍ତି। କାହିଁକି ଆସିଥାନ୍ତି? ଆରେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜ୍ୟାମହମ୍ ପରିତ୍ରାଣାୟ ସାଧୂନାଂ ବିନାଶାୟ চ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ମହାଭାରତ ମହାନାଟକ ଦି ଗ୍ରେଟ୍ ଇଣ୍ଡିଆ ଗ୍ରେଟ୍ ଡ୍ରାମାରେ ଜଗତଗୁରୁ ଶ୍ରୀକୃଷ୍ଣ ଧନୁର୍ଧାରୀ ଅର୍ଜୁନଙ୍କୁ କହୁଛନ୍ତି, ହେ ବିଶ୍ୱବିଜୟୀ ଧନୁର୍ଧାରୀ ଅର୍ଜୁନ, ଯେତେବେଳେ ବା ଯେଉଁ ସମୟରେ ପୃଥିବୀର ଯେଉଁ କୋଣାନୁକୋଣରେ ବା କୌଣସି କ୍ଷେତ୍ରାଞ୍ଚଳରେ ଯଦି ଧର୍ମର ଗ୍ଲାନି ଘଟେ, ଅଧର୍ମର ଉତ୍ଥାନ ହୁଏ, ସେତେବେଳେ ମୁଁ ଗୋଟିଏ ମୋର ପରମ ପ୍ରତିନିଧିମାନଙ୍କୁ ସେହି ସ୍ଥାନକୁ ପ୍ରେରଣ କରେ ଏବଂ ସେଠାରେ ମୋର ପରମ ପ୍ରତିନିଧିମାନେ ସେହି କ୍ଷେତ୍ରାଞ୍ଚଳରେ ଧର୍ମର ବିକାଶ କରନ୍ତି, ଅଧର୍ମକୁ ବିଲୋପ କରନ୍ତି। ଏ ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ତେବେ ଧର୍ମର ଉନ୍ନତି ବିକାଶ ପାଇଁ ସେ ପରମ ପ୍ରତିନିଧିମାନେ ସର୍ବପ୍ରଥମେ ମାନବ ଧର୍ମ ହିଁ ପ୍ରଚାର କରନ୍ତି। ସତ୍ୟ, ଶାନ୍ତି, ଦୟା, କ୍ଷମା। ପ୍ରଥମ ପାହାଚ ମାନବ ଧର୍ମ, ଦ୍ୱିତୀୟ ପାହାଚ ଶାରୀରିକ ଧର୍ମ, ତୃତୀୟ ପାହାଚ ସାମାଜିକ ଧର୍ମ, ଚତୁର୍ଥ ପାହାଚ ପାରିପାର୍ଶ୍ୱିକ ଧର୍ମ। କିନ୍ତୁ ଆମେ ବିଶ୍ୱବାସୀ ମୂଢ଼ ଆଜ୍ଞା, ଅଜ୍ଞାନ। এই ଅଜ୍ଞାନରୁ ଆଜି ବିଶ୍ୱଯୁଦ୍ଧ ହେବାକୁ ଯାଉଛି। ଆମେ ପ୍ରତ୍ୟେକ କହୁଛେ ମୋ କୃଷ୍ଣ, ମୋ ମହମ୍ମଦ, ମୋର ଯୀଶୁ, ମୋର ନାନକ। ଏଗୁଡ଼ାକ ଏଇଆ ନୁହେଁ ଆଜ୍ଞା। ପ୍ରଭୁ ଯୀଶୁ, ପ୍ରଭୁ ମହମ୍ମଦ, ପ୍ରଭୁ ଶ୍ରୀରାମ, ପ୍ରଭୁ କୃଷ୍ଣ
समग्र विश्व पाई सेमानंकर जो प्रचार उपदेश बाणी ताहा स्थान काल पात्र किसी पार्थक्य एइथिपाई रहे जे सेमाने जो क्षेत्रांचल रे प्रचार बाणी देइछंती से क्षेत्रांचल रे मानव धर्म शारीरिक धर्म सामाजिक धर्म और पारिपार्श्विक धर्म को लक्ष्य करके उपदेश बाणी देइछंती। मानव धर्म कहले सत्य शांति दया क्षमा, शारीरिक धर्म कहले आमे मरुभूमि रे ईश्वर ध्यान करवा ईश्वर उपासना करवा किंतु मरुभूमि रे बंचिबा केमति आगे एटा चिंता करिया दरकार। जदि विश्व मंडलीय बासिंदा माने ईश्वर उपासना करिवे ताले विश्व मंडल रे औषध आज हजार हजार वर्ष तले औषध पत्र न थाए किंतु ये मनीष समाज विश्व मंडल रे को परिस्थिति को संग्राम करके बंचिकी ईश्वर उपासना करी से तांकर किछि सांस्कृतिक भावधारा सामाजिक जीवन शैली किसी अदल बदल रही मरुभूमि रे जो माने बसवास करिवे तांकर जीवन शैली ये मौसुमी जल रे बा विश्वमंडल रे बास करबा भितर फरक थाए किंतु महात्मा माने सदा बेले समज्ञानी आज्ञा प्रभु जीशु प्रभु मोहम्मद प्रभु राम प्रभु श्रीराम समस्ते जणे गुटे बापर गोटे ब्रह्मांड कर्तांकर सेमाने होउचंती परम प्रतिनिधि तांको आमे जगत गुरु कहि पारे सद्गुरु कहि पारे किंतु सेमाने परिवेश देखिकी ये जन समाज को सेमाने भगवत वाणी प्रचार कर मरुभूमि रे बचवा पई हेले गाधेबा पई तो पानी मिलुनी आज्ञा पीवा पई पानी मिलुनी सेमा गाधेई परिबे ना हां चुटी गुडा धूली मंडले धुतरबनी तेणु बाबू टुपी लगा सब हेले मुंड ये हबो हां ये पोशाक रे पॉकेट ऊपर पॉकेट रखनी एगडा धूल रे भर्ती जो तुम ये करियो ए साइड रे रखो हां सुंदर कथा भारत रे जो मौसुमी जलवायु हंत सन्त ए माने रोग ग्रास करिवो तेणु यहाँ थंडा बेसी धरिवो ए बाबू तुम गोटे काम कर औषध पत्र तो किसी ना तुलसी पत्र डेली टिके पीब थंडा काटिब कारण एटा मौसुमी मंडलीय जलवायु प्रचुर वर्षा आउ बेलपत्र खाइब ए छिड़िया सबनी कारण यार बहुत फसल ना मरुभूमि एत खाद्य कहीं आज्ञा बुली 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 बेदुन जाजाबर जीवन यापन करेंगे फिर दल 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 भेटा भेटे लड़ाई करेंगे कारण पशु तो जाई न था ना लड़ाई करेंगे अनेक विधवा हे विधवा गुड़ाक छारखाड़ी जी तेणु ए बाप धन सेगुड़ाक अनाबना हो तेणु जड़े जड़े समाज को सुरक्षित रखापी शांति रखापी जहाँ तो परिवेश हो जाए युद्ध पर जो विधवा हो गले बाबू रख से समय से जाजाबर थे बेदिन थे बहुत लोक थे तेणु से ठीक मु नतमस्तक ग्रहण कर वर्तमान जुगे जदि आम से कहवा ताले से जगत गुरु आज हसबे कहे गुड़ाक एड़े मूर्ख गुड़ाक परिवेश देखिकी निज जीवन शैली गोटे बदल करके सुख शांति रही मुठे भेजा पशुनी हाँ से समय जहाँ चले से समय जदि उठरे चलुले ए समय कौन आपण मैंने उठरे चलुँच हाँ गाड़ी मोटर उड़ा जहाज चलुँच जीवन शैली बदल करदे निजर पूर्व परिस्थितिर परंपरा बदल करने को नाचा विचार कर देखु आज्ञा समस्ते ए सब धर्मांध एवं ज्ञानांधर आज तृतीय विषय युद्ध होगा जाऊँगी हाँ विज्ञान भित्तिक अनेक जिनस को आम जीवन में ग्रहण कर सारू किंतु सूक्ष्मता को भेदी पारे रूप भेक ये नहीं एते कमेंट कमेंट कहीं मारा जाए ईर्षा ईश्वर सर्वभूतानां हृदय से अर्जुन तिष्ठति ब्राह्मण सर्वभूतानि जंत्र रूढ़ानी माया से मुस्लिम भाई मान को हृदय रे मध्य मुस्लिम भाई मान को शरीर मध्य ईश्वर अछंती आत्मा रूप ख्रीस्टियान भाई मान शरीर रे मध्य से परम स्रष्टांकर आत्मा अच्छी मुझे ख्रीस्टियान भाई से आत्मा को मु प्रणाम करछि से मुस्लिम भाई मान आत्मा को मु प्रणाम करछि कारण आत्मा को प्रणाम कले ताहा ब्रह्मांड कर्तांकर ठाकु से प्रणाम चली जाए तेणु विश्ववासी आज सावधान हूँ आग को थाक कथा आरंभ हे
ତୃତୀୟ ବିଶ୍ୱଯୁଦ୍ଧ ସରୁ ସରୁ ଯେତିକି ରହିଥିବେ ମରୁ ମରୁ ନିକମା ହୋଇବେ ରୁଗୁଣା ହୋଇବେ ଅନ୍ତିମକୁ ବିହନ ହୋଇବେ। ଆଜି ବ୍ରହ୍ମାଣ୍ଡକର୍ତ୍ତାଙ୍କର ସ୍ନାନ ଦିବସ। ୟୁନିଭର୍ସାଲ କ୍ରିଏଟର୍ସ ବେଥିଂ ଡେରେ এই বাক্য ମୁଁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପନ କଲି। ସାବଧାନ ହେଇଯାଆନ୍ତୁ, ନିଜର ଅହଂ ସ୍ୱାଭିମାନ ଲୋଭ ଗର୍ବ ଯୋଗୁଁ ସାରା ବିଶ୍ୱକୁ ଧୂଳିସାତ କରିବେ। ଏଗୁଡ଼ାକ କି ମହାନାୟକ ଆଜ୍ଞା? ଖଳ ମହାନାୟକ ନା ରାକ୍ଷସ? ମଣିଷ ନୁହନ୍ତି? ନିଜକୁ ନିଜେ ପ୍ରଶ୍ନ କରିବା କଥା। ରୁଷିଆରେ ବି ଚର୍ଚ୍ଚ ଅଛି, ଆଉ ୟୁକ୍ରେନରେ ବି ଚର୍ଚ୍ଚ ଅଛି, ଆଉ ଆମେରିକାରେ ବି ଚର୍ଚ୍ଚ ଅଛି। ସେ ଚର୍ଚ୍ଚଟା କେଉଁ ସଂକେତ ଆମକୁ ଦେଉଛି? ସେ ଚର୍ଚ୍ଚଟା ଆମକୁ ଏଇ ସଂକେତ ଦେଉଛି, ଭଗବାନଙ୍କର ପରମ ପ୍ରତିନିଧି ପ୍ରଭୁ ଯୀଶୁଙ୍କର ବାଣୀ ସେଇ ଚର୍ଚ୍ଚରୁ ଆମକୁ ଆହ୍ୱାନ ଦେଉଛି ଯେ ହେ ବିଶ୍ୱବାସୀ, ସତ୍ୟ ଶାନ୍ତି ଦୟା କ୍ଷମାରେ ଆଜି ସ୍ନାନ ହେଇଯାଅ। ସତ୍ୟ ଶାନ୍ତି ଦୟା କ୍ଷମାରେ ଆଜି ସ୍ନାନ ଶୌଚ ହେଇଯାଅ। ଗୋଟେ ମଣିଷ ହେଇଯାଅ, ରାକ୍ଷସ ହବ ନାହିଁ। ହେ ଆମେରିକାର ମହାମାନ୍ୟ ବାଇଡେନ ମହାଶୟ, ହେ ରୁଷିଆର ମହାମାନ୍ୟ ପୁତିନ ମହାଶୟ, ହେ ଚୀନର ମହାମାନ୍ୟ ଜିଙ୍ଗ ମହାଶୟ, ଆଜିର ଏଇ ୟୁନିଭର୍ସାଲ କ୍ରିଏଟର୍ସ ବେଥିଂ ଡେରେ ସତ୍ୟ ଶାନ୍ତି ଦୟା କ୍ଷମା ରୂପୀ ପାଣିରେ ବାରମ୍ବାର 108 ଥର ସ୍ନାନ କରନ୍ତୁ। କାଲିଠୁ ଏ ବିଶ୍ୱରେ ଏକ ନୂତନ ଯୁଗ ସୃଷ୍ଟି ହେବ। ବନ୍ଧୁଗଣ, ଆଜି ଏଇଠାରେ ରଖୁଛି। ସମସ୍ତଙ୍କୁ ଶେଷରେ ବିନମ୍ର ପ୍ରଣାମ ନିବେଦନ କରି ଆଲୋଚନାକୁ ରଖୁଛି।